ବଲାଙ୍ଗୀର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରୁ 3ଟି ହାତୀ ଦାନ୍ତ ଜବତ ସହ 2 ଗିରଫ। ବନ ବିଭାଗ ଓ ପାଟଣା ପୁଲିସର ମିଳିତ ଚଢ଼ଉ ବେଳେ ଏହି ହାତୀ ଦାନ୍ତ ଜବତ ହୋଇଥିବା ବେଳେ 2 ଅଭିଯୁକ୍ତ ଜଣ ହେଲେ ଏରେଣ୍ଡେଇ ଗ୍ରାମର ମଦନ ମୋହନ ତାମୁଡିଆ ଓ ସୋସୋ ଥାନା ଅନ୍ତର୍ଗତ ହଦଗଡ ଗ୍ରାମର ରଥ ସୋରେନ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ସ୍ଥାନୀୟ ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ଏବଂ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଯୁବକଙ୍କୁ ଅପହରଣ କରି ନେଇ ହତ୍ୟା କଲେ ଜଣେ ଠିକାଦାର। ମୃତ ଯୁବକଙ୍କ ନାମ ବାପି ମଣ୍ଡଳ ହୋଇଥିବା ବେଳେ ଘଟଣାରେ ପୋଲିସ 2 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି କରିଛି। ଆସନ୍ତା 16 ତାରିଖରେ ରାଜଧାନୀର ଗାନ୍ଧୀ ମାର୍ଗରେ ଦାବି ହାସଲ ପାଇଁ ଆନ୍ଦୋଳନ କରିବେ ବହୁ ଶିକ୍ଷକ ସଂଗଠନ। ଫଳରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଡକାଯାଇଛି। ସେହିପରି ଅଗଷ୍ଟ 12 ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ କେତେକ ଶିକ୍ଷକ ସଂଗଠନର ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରୁଷର କୁରିଲ ଦ୍ୱୀପ ଏବଂ କାମଚାତାକାରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ୱୀପରେ 6.7 ଏବଂ କାମଚାତାକାରେ 6.8 ରହିଥିଲା। ତେବେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତିର କୌଣସି ସୂଚନା ନଥିବା ବେଳେ ସୁନାମି ଆସିବା ନେଇ ସତର୍କତା ଜାରି କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଦୋଇସଡା ଗାଁରେ ପରିବାରର 2 ଜଣଙ୍କୁ ବାନ୍ଧି ପ୍ରାୟ 50 ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ। ଘରର ପଛ କବାଟ ଭାଙ୍ଗି ଭୁଜାଳି ବନ୍ଧୁକ ଦେଖାଇ 5 ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ସୋର ପୋଲିସର ତଦନ୍ତ ଜାରି। ଆରପାରିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ 81 ବର୍ଷ ବୟସରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସେ ତାଙ୍କରି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏବଂ ଦୀର୍ଘ ଦିନ ଧରି କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ। ଆନ୍ଧ୍ରପ୍ରଦେଶ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 8କୁ ବଢିଲା। ପୂର୍ବରୁ ଦିଗପହଣ୍ଡିର 4 ଜଣ, ମୋହନାର 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଧାରାକୋଟ ବ୍ଲକର 2 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 10ରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି।
सोनपुर बलांगीर 57 नंबर जातीय राजपथ निकट एक गाड़ी को पिटिला हाइवा जहाँफल विंगरे 16 जन यात्री आहत होई निकटस्थ मेडिकल रे भर्ती सेमानक मध्यरु 4 जनक अवस्था गुरुतर थिया बेले समस्त पुरी को जगन्नाथଙ୍କ दर्शन निमंते बाहरथिले Preview. एवं जेल गले ओटीटी प्रश्नपत्र लीक मामला रे बोर्ड उपसभापति निहार महांती रविवार तांको कटक जेएमएफसी कोर्ट 3 रे हाजर कर दैथिला एवं सुनानी समय रे कोर्ट तांकर जामीन आवेदन को खारज करथिले फल रे तांको चौद्वार जेल को पठाई दिया जाईची। Preview.